যেତିକି ୱାର୍କ କରୁଛି ବିଶ୍ୱାସ ଅଛି ଯେ ଏଇ ବିଶ୍ୱାସରେ ଯଦି ପଢ଼ିବ କରିବ ତ ହବ। ଆମର ସେ ବିଶ୍ୱାସ ଯଦି ନଥିବ ତ ଆମେ ପାରିବାନି। ତ ଆମର ଏଇ ବିଶ୍ୱାସ କ'ଣ ଅଛି ଦେଖନ୍ତୁ, ଆମେ ଏଇ ଧର୍ମ ଠାକୁର ତ ଧର୍ମ କହିଛନ୍ତି। ଧର୍ମ ମାନେ କ'ଣ? ଆମର ହ୍ୟୁମାନ୍ ଲାଇଫ୍, ଆମେ ଯେଉଁ ଜନ୍ମ ଗ୍ରହଣ କରିଛେ ଏଣ୍ଡ ହାଉ ୱି ସୁଡ୍ ଲିଭ୍ ଆୱାର ଲାଇଫ୍ ଲିଡ୍ କରିବା, ସେଇଟାକୁ ଧର୍ମ କହିଛନ୍ତି। ଧର୍ମ ମାନେ ଏମିତି କହିନାହାନ୍ତି ଯେ ଯେମିତି ଆଜିର ଧର୍ମ ଆପଣ ବହିରେ ଯାହା ଲେଖା ଅଛି, ହିନ୍ଦୁ ଯାହା ବି ଧର୍ମ ଅଛି ସେଇ ଧର୍ମକୁ ଦେଖନ୍ତୁ। ଏଇ ଧର୍ମକୁ ଆମେ କିଏ କେଉଁ ଧର୍ମକୁ ଯିବ, ଏଭ୍ରିବଡି ହ୍ୟାଜ୍ ଗଟ୍ ଲାଇଫ୍। ଆଉ ସମସ୍ତେ ବି ଡେଥ୍ ହବ। ଏଇ ଜୀବନଟା ହିଁ ରହିବେ, ଏଇ ୱାର୍ଲଡରେ ରହିବେ, କୁଆଡ଼େ ଅନ୍ୟ ଯାଉନାହାନ୍ତି। ଅନ୍ୟ ଦେଶକୁ ଗଲେ ବି ଲାଇଫ୍ ଇଜ୍ ସେମ୍, ସେଇ ଖାଇବା କରୁଛନ୍ତି, ସେଇ ରହୁଛନ୍ତି। କିନ୍ତୁ ଦେଖନ୍ତୁ ଯେଉଁ ଡିଫରେନ୍ସ ଅଛି, ଏଇ ଡିଫରେନ୍ସ ସକାଶେ ଜଣେ ଅଛି ଗୋଟେ ଧର୍ମ, ଆଉ ଧର୍ମ ଯେଉଁ ଧର୍ମ ଆମେ ଯେନ୍ ପଢ଼ୁଛୁ ସେଇଟାକୁ କହୁଛୁ, ସେଇ ସକାଶେ ଯେଉଁ ବିବାଦ ହେଉଛି ଦେଖିକି ଏତେ ବଡ଼ ବଡ଼ ଯୁଦ୍ଧ ହେଇଯାଉଛି। 1 2 ଆପଣଙ୍କ ଏମ୍ କ'ଣ ଅଛି? ବହୁତ ଗୁଡ଼ାଏ ଯେତେବେଳେ ଆପଣ ପଇସା ହେଇଯାଉଛି ଆପଣ ଗୋଟେ ୟୁ ଆର୍ ଥିଙ୍କିଙ୍ଗ ୟୁ ଆର୍ ଏଭ୍ରିଥିଙ୍ଗ, ଆପଣ ସବୁକିଛି କରିପାରିବେ। ଅନ୍ୟ ଦେଶକୁ ଯେତେ ଯିବେ, ଅନ୍ୟ କାହାକୁ ନେଇଯିବେ, କିଛି କରିବେ, ଏମିତି ଆପଣ ଭାବୁଛନ୍ତି। ଏଇ ଯେଉଁ ଆପଣ ଗର୍ବଟା ହେଇଯାଉଛି, ଦେଖନ୍ତୁ ଗୋଟେ ଗର୍ବ ହେଲା। ନେକ୍ସଟ ହେଲା ଆପଣ ଡିଫରେନ୍ସ ଇନ୍ ଆଟିଚ୍ୟୁଡ୍। ଆଣ୍ଡ ଡିଫରେନ୍ସ କ'ଣ? ବିଚାରଧାରା। ବିଚାରଧାରା ଚେଞ୍ଜ ହେଉଛି, ଆପଣ ଅନ୍ୟ ଜିନିଷ ଭାବୁଛନ୍ତି। କିନ୍ତୁ ଫାଇନାଲି ଆଟ୍ ଦ ଏଣ୍ଡ ଅଫ୍ ଦ ଲାଇଫ୍ ଆପଣ କ'ଣ କରୁଛନ୍ତି? ସେଇଟା ଟିକେ ଖାଉଛନ୍ତି, ପିଲାମାନଙ୍କୁ ଦେଖୁଛନ୍ତି, ଆଗକୁ ବଢ଼ୁଛନ୍ତି, ଶାନ୍ତିରେ ରହିବାକୁ ଚାହୁଁଛନ୍ତି, ଆଉ ତାପରେ ଅନ୍ୟମାନଙ୍କୁ ଟିକେ ଭଲରେ ରଖିବାକୁ ଚାହୁଁଛନ୍ତି। ଆମେ ଡକ୍ଟର ଆମେ ଯେତେ କହୁଛୁ ଧର ଏଇଆ କରନ୍ତୁ, ଯଦି ଲୋକ ସେଇ ହିସାବରେ ଠିକ୍ ଭାବରେ ସେତିକି ଠାକୁର କହିଛନ୍ତି ସାତ୍ଵିକ ଜୀବନ ଲିଡ୍ କରିବ, ସାତ୍ଵିକ ଜୀବନ ଖାଇବ, ଭଲରେ ରହିବ, କ'ଣ କିଛି କରିବ, ତ ଲେଖା ଅଛି ଆମର। କିନ୍ତୁ ଆମେ ଯଦି ତାକୁ ଫଲୋ କରିବୁ ଠିକ୍ରେ, ଦେନ୍ ୱି ୱିଲ୍ ବି ଗ୍ରେଟ୍, ଆୱାର ହେଲ୍ଥ ୱିଲ୍ ବି ଗୁଡ୍। ଆମେ ବି ଭଲ ରହିବୁ, ମାନସିକ ହେଲ୍ଥ ଶାରୀରିକ ହେଲ୍ଥ ଭଲ ରହିବ। ଯଦି ଏଇଟା ଭଲ ରହିବ ତମେ ଆଗକୁ ବଢ଼ିପାରିବ। ଏଇଟା ଯଦି ଭଲ ନ ରହିବ ଆମର ହବନି। କିନ୍ତୁ ଏଇଟାକୁ ଆପଣ ବିଶ୍ୱାସ କରୁଛନ୍ତି କି? ନୋ। ହେଉଛି କ'ଣ? ଆମେ ଏଇଟା କରିଦେବା, ଆଜି ସିଏ କହିଲେ ଏଇଟା, ସିଏ କହିଲେ ଏଇଟା, ଡିଫରେଣ୍ଟ ଫେଥ୍ସ ଆର୍ ଦେୟାର। କିନ୍ତୁ ଏଇ ଡିଫରେଣ୍ଟ ବିଲିଫକୁ ଆମେ ଯଦି ଠିକ୍ ଭାବରେ ଜାଣିପାରିବା ତବେ ହବ। କିନ୍ତୁ ଠିକ୍ଟା କେଉଁଟା ସେଟା ମନ ଜାଣିପାରୁନି। ସେ ସକାଶେ ଆମର ଠାକୁର ଆଉ ଆମର ଯେଉଁ ସତ୍ସଙ୍ଗ ବିଚାରଧାରା ଅଛି, ଦେଖନ୍ତୁ ଏ ବିଚାରଧାରାରେ କିଛି ଏତେ କମ୍ପ୍ଲିକେଟ୍, ଖାଲି ଡିସିପ୍ଲିନ୍ ଲାଇଫ୍ ମେଣ୍ଟେନ୍ କରିବ, କେମିତି ନିଜର ନେବା, ଗୁରୁଜନଙ୍କୁ ଦେଖିବ, ପିଲାମାନଙ୍କୁ ଦେଖିବ, ବଡ଼ମାନଙ୍କୁ ଦେଖିବ, ସାମାଜିକ ଲୋକକୁ ଦେଖିବ, ତାଙ୍କ ସାଙ୍ଗରେ କେମିତି ବିହେଭିଅର କରିବ, ଦିନଟା କେମିତି ଅତିବାହିତ କରିବ, କାମରେ ଲାଗିଲେ କେମିତି କରିବ, ଲାଇଫଟାକୁ କେମିତି ଠିକ୍ ରଖିବ। ଏତିକି ଯଦି ଆମେ ଠିକ୍ କ'ଣ ଖାଇବୁ, କ'ଣ ଏତିକି ଜିନିଷ କୁହାହେଇଛି। ଦିସ୍ 5 ପଏଣ୍ଟସ୍ ଆମର ଯଦି ଫେଥ୍ ନାହିଁ, ତା ଉପରେ ଆମେ ବିଶ୍ୱାସ କରୁନୁ, ତେବେ ଆମେ ଆଗକୁ ବଢ଼ିପାରିବୁନି। ଆଉ ସେଇଟା ହିଁ ଦେଖନ୍ତୁ, ଯେତେ ବି ପ୍ରୋବ୍ଲେମ୍ ସମାଜରେ ଏଇ ସକାଶେ ଅଛି। ତ ମୁଁ ସେଇଆ କହିବାକୁ ଚାହୁଁଛି, ଓନ୍ଲି ଇମ୍ପର୍ଟାଣ୍ଟ ଥିଙ୍ଗ ଆମର ସତ୍ସଙ୍ଗ ବିଚାରଧାରା ଇଜ୍ ଏ ଭେରି ସିମ୍ପଲ୍ ବିଚାରଧାରା, ଏତେ ବିଶେଷ କିଛି ବଡ଼ ନାହିଁ। କିନ୍ତୁ ଆମେ ସେଟାକୁ ଯେପର୍ଯ୍ୟନ୍ତ ଠିକ୍ରେ ନ ମାନିବୁ ଏତେ ବଡ଼ ହେଇପାରିବୁ। ଠାକୁର ଗୋଟେ ଏକ୍ଜାମ୍ପଲ୍ ଦେଇଛନ୍ତି। ଜଣେ ଲୋକ କିଛି ପଇସା ପାଉନଥିଲା, ଗରିବ ଲୋକ ଥିଲା, କହିଲା ଯେ କ'ଣ କରିବା, କିଛି ତ ହବ, ଯିବା ଦେଖିବା ଠାକୁର କ'ଣ କହୁଛନ୍ତି, ଆଉ ଯାଇକି ମାନିବା ହବ ନା ହବ ଜଣାନି, ଯିବା ଠାକୁରଙ୍କୁ ପଚାରିବା। ଇଜ୍ ରିଟନ୍ ଇନ୍ ଦ ବୁକ୍ ସେଟା ସେ ଯାଇକି ଦେଖିବ, ଠାକୁର କହିଲେ ହଉ, ତମେ ତ ମାନେ ଠାକୁର ବି ଏମିତି ଆଡଭାଇସ୍ ଦେଉଛନ୍ତି ଯେ ଲୋକ କେତେ ପଢ଼ିଛି, କ'ଣ କରିଛି, କ'ଣ କରିପାରେ, ସବୁ ସେ ତ ଠାକୁର ଜାଣିଛନ୍ତି। ତ ସେ ଅନୁସାରେ ଆଡଭାଇସ୍ ଦେଉଛନ୍ତି। ସମସ୍ତଙ୍କୁ କି ଆଡଭାଇସ୍ ଦିଆଯିବ, ଇଟ୍ସ ନଟ୍ କମନ୍। ତାଙ୍କର ଅନ୍ୟ ବ୍ୟବସ୍ଥାରେ ସେ ଠିକ୍ରେ କହିପାରୁଛନ୍ତି। କ'ଣ କହିଲେ? ତ କହିଲେ ତମେ ଗୋଟେ ଛୋଟ ଦୋକାନଟିଏ ଦେଇଦିଅ। ଏ ଲୋକ ଭାବିଲା ଛୋଟ ଦୋକାନ କ'ଣ ହବ, ଏତେ ଦୋକାନରେ ମୋର କ'ଣ ପ୍ରଫିଟ୍ ହେଇଯିବ ଯେ I'll become a great, she wants to become a big ଧନୀ ମିଳିବ, ପଇସା ମିଳିବ, ବଡ଼ କିଛି କରିବ, ଏମିତି ଭାବୁଛି ଲୋକଟି। କିଛି ହବନି, ଏଇଟା କଲେ ଲାଭ ନାହିଁ। ବଟ୍ ହି ହ୍ୟାଡ୍ ଫେଥ୍, ବିଶ୍ୱାସ। ଠାକୁର ଯଦି କହିଛନ୍ତି ଠିକ୍ ଅଛି, ଏଇଟା ହିଁ କହୁଛନ୍ତି, ଓକେ ଚା ଦୋକାନ ଦେବା, ସପ୍ ସେ ଓପନ୍ କଲା। ସେ ତ ଭାବିଥାନ୍ତା ଏଇଟା କଲେ କିଛି ହବନି, ଏତେ ଲାଭ ତ ହବନି ଯେ ମୁଁ କିଛି ବଡ଼ ହେଇପାରିବି। କିନ୍ତୁ ସେ କହିଲେ ନାଇଁ, ଯାହା ଠାକୁର କହିଛନ୍ତି ମୁଁ ମାନିବି। ବିଶ୍ୱାସ ପଏଣ୍ଟ, ବିଶ୍ୱାସ କରିକି ସେ ଛୋଟ ଦୋକାନ କଲା, ଆଉ ଟିକେ ବଢ଼ିଲା, ଆଉ ଟିକେ ବଢ଼ିଲା, ଆଉ ଟିକେ ବଡ଼, ବିଗାର କରି ବହୁତ ବଡ଼ ପଇସା ତ ହେଲା, ଯାହା ହେଲା, ଘର ବାଡ଼ି ସବୁ କରିଲା। ଆଉ କ'ଣ ତ କରିଲା କେମିତି? ମେନ୍ ଇମ୍ପର୍ଟାଣ୍ଟ ଥିଙ୍ଗ ଇଜ୍ ହି ହ୍ୟାଡ୍ ଫେଥ୍ ଇନ୍ ଦ୍ୟାଟ୍। ଯାହା ଠାକୁର କହିଲେ ସେଟାକୁ ସେ ମାନିଲା, ବୁଝିଲା ଯେ ଏତିକି କରିଲେ ବି ଠାକୁର କହିଲେ ମୁଁ ମାନିଯିବି, ବାସ୍। ଦ୍ୟାଟ୍ସ ଅଲ୍। ଇଫ୍ ୟୁ ହ୍ୟାଭ୍ without any thinking proper faith, ବିଶ୍ୱାସ ଯଦି ହବ, ସେ ରାସ୍ତାରେ ଯଦି ଆମେ ଚାଲିବେ ତବେ ହବ। ସେ ଲୋକଟି ବଡ଼ ହେଇଗଲା, ଯାହା ହେଲା। କିନ୍ତୁ ଆମେ ତ ଭାବୁଛୁ ଯେ ଯାହା କହୁଛନ୍ତି some people, not all, but many people, ଆମେ ଏତେ ବିଶ୍ୱାସ ଆମେ ରଖିନୁ ସେ ଜିନିଷ ଉପରେ। ଯେତେବେଳେ ବିଶ୍ୱାସ ଆପଣ କରିବେ, ସେଟା ପ୍ରପର୍ଲି ଲଗେଇବେ, ସେ ପିଲା ବି ବଡ଼ ହେବ, ଆପଣ ସବୁ କ୍ଷେତ୍ରରେ ଆପଣ ଉନ୍ନତି ମିଳିବ, ଆପଣ ଭଲ ହେଇପାରିବେ,
ଆମେ ବି ଭଲ ହେବେ ସମାଜକୁ ଭଲ ହେବେ ସମସ୍ତଙ୍କୁ ଜୟ ଗୁରୁ।